ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ଦେଶରେ ଅର୍ଥନୈତିକ, ବାଣିଜ୍ୟିକ ଓ ଶକ୍ତି ସ୍ଥିରତା ବଜାୟ ରଖି ନାଗରିକଙ୍କ ସ୍ୱାର୍ଥର ସୁରକ୍ଷା କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଆଜି ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିବେ ଶ୍ରୀ ମୋଦି। ଇରାନର ପ୍ରମୁଖ ଇସ୍ପାତ, ଶକ୍ତି ଓ ପରମାଣୁ ପ୍ରତିଷ୍ଠାନ ଉପରେ ପୁଣି ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି। ହରମୁଜ ପ୍ରଣାଳୀ ଦେଇ ମାନବିକ ସହାୟତାକୁ ସହଜ ଏବଂ ତ୍ୱରାନ୍ୱିତ କରିବାକୁ ଇରାନର ସହମତି। ଏବଂ ବେଙ୍ଗାଲୁରୁରେ ଆଜିଠାରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ କ୍ରିକେଟର 19ତମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ମଧ୍ୟରେ ଭାରତ ଅର୍ଥନୈତିକ ଏବଂ ବାଣିଜ୍ୟ ସ୍ଥିରତା ବଜାୟ ରଖିବା, ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା, ନାଗରିକଙ୍କ ସ୍ୱାର୍ଥର ସୁରକ୍ଷା କରିବା ଏବଂ ଶିଳ୍ପ ଓ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ସରକାରଙ୍କ ପ୍ରମୁଖ ପ୍ରାଥମିକତା। ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଦେଶର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଗତକାଲି ସନ୍ଧ୍ୟାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସତର୍କତା, ଆଗୁଆ ଯୋଜନା ଏବଂ ନିରନ୍ତର ସମନ୍ୱୟର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଦେଶ ଉପରେ ଯେକୌଣସି ସମ୍ଭାବ୍ୟ ପ୍ରଭାବକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ସେ ଏକ ସମନ୍ୱିତ ଟିମ୍ ଇଣ୍ଡିଆ ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ମୋଦି କହିଥିଲେ, ଟିମ୍ ଇଣ୍ଡିଆ ଭାବରେ ଏକାଠି କାମ କରି ଆହ୍ୱାନଗୁଡ଼ିକର ସଫଳତାର ସହିତ ମୁକାବିଲା କରାଯାଇପାରିବ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ କୋଭିଡ୍-19 ମହାମାରୀ ସମୟରେ ଯେଭଳି ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ରଖିବା ଏବଂ ପ୍ରତିବନ୍ଧକକୁ କମ୍ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ, ଏବେ ସେଭଳି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ରାଜ୍ୟଗୁଡ଼ିକୁ ଯୋଗାଣ ଶୃଙ୍ଖଳର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ମହଜୁଦକାରୀ ଓ କଳାବଜାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦି ବିମାନ ବନ୍ଦରର ଟର୍ମିନାଲ କୋଠାରେ ପରିଭ୍ରମଣ କରି ବିଭିନ୍ନ କାର୍ଯ୍ୟର ନିରୀକ୍ଷଣ କରିବେ। ପରେ ଶ୍ରୀ ମୋଦି ଏକ ସମାବେଶକୁ ଉଦ୍ବୋଧନ ଦେବେ। ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତର ବିଶ୍ୱସ୍ତରୀୟ ବିମାନ ଚଳାଚଳ କେନ୍ଦ୍ର ହେବା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ବିମାନ ବନ୍ଦରକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବରେ ବିକଶିତ କରାଯାଇଛି। ଦୁଇଟି ବିମାନ ବନ୍ଦର ସମନ୍ୱିତ ବିମାନ ଚଳାଚଳ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବ, ଯାହାଫଳରେ ଭିଡ଼ ହ୍ରାସ ପାଇବା ସହ ଯାତ୍ରୀ କ୍ଷମତା ବୃଦ୍ଧି ପାଇବ। ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟକୁ ସରକାରୀ ଘରୋଇ ଭାଗିଦାରିତା ଆଧାରରେ ପ୍ରାୟ 11,200 କୋଟି ଟଙ୍କା ବିନିଯୋଗରେ ବିକଶିତ କରାଯାଇଛି। ପ୍ରାରମ୍ଭରେ ବାର୍ଷିକ 1 କୋଟି 20 ଲକ୍ଷ ଯାତ୍ରୀ ପରିଚାଳନା କ୍ଷମତା ଓ ଏହାର ସମ୍ପୂର୍ଣ୍ଣ ବିକାଶ ପରେ ଏହି ସଂଖ୍ୟା ବାର୍ଷିକ 7 କୋଟିକୁ ବୃଦ୍ଧି ପାଇବ। ଏଥିରେ ଏକ 3,900 ମିଟର ରନୱେ ରହିଛି, ଯାହା ଅଧିକ ଓସାର ବିଶିଷ୍ଟ ବିମାନ ପରିଚାଳନା କରିପାରିବ। ଯାତ୍ରୀ ପରିବହନ ସହ ବାର୍ଷିକ 2.5 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ସାମଗ୍ରୀ ପରିଚାଳନା କରିବା ପାଇଁ ଏହି ବିମାନ ବନ୍ଦରରେ ବ୍ୟବସ୍ଥା କରାଯାଇଛି, ଯାହା ପରବର୍ତ୍ତୀ ସମୟରେ 18 ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇବ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଅଏଲ୍ ଇଣ୍ଡିଆ ଲିମିଟେଡ୍କୁ ଗୋଟିଏ ଦିନରେ ସର୍ବାଧିକ ଦୈନିକ ତୈଳ ଏବଂ ଗ୍ୟାସ୍ ଉତ୍ପାଦନ ହାସଲ କରିବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି, ଅଏଲ୍ ଇଣ୍ଡିଆ ଲିମିଟେଡ୍ ଗୁରୁବାର ଦିନ 1,47,159 ବ୍ୟାରେଲ ତୈଳ ଉତ୍ପାଦନ କରିଛି। ଭାରତ ତାର ଶକ୍ତି ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଶକ୍ତି ନିର୍ଭରତା ବଜାୟ ରଖିବା ଲାଗି ପଦକ୍ଷେପ ଗ୍ରହଣ କରିବା ଜାରି ରଖିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଇରାନର ପ୍ରମୁଖ ଇସ୍ପାତ, ଶକ୍ତି ଏବଂ ପରମାଣୁ ପ୍ରତିଷ୍ଠାନ ଉପରେ ଗତ ରାତିରେ ଇସ୍ରାଏଲ ଆକ୍ରମଣ କରିବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇଛି। ତେହେରାନ ଏହି ଆକ୍ରମଣକୁ ନିନ୍ଦା କରିବା ସହ ସମ୍ପ୍ରତି ଜାରି ରହିଥିବା କୂଟନୈତିକ ପ୍ରୟାସକୁ ଏହା ଦୁର୍ବଳ କରିବ ବୋଲି କହିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଗାଚି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚେତାବନୀ ଦେଇଛନ୍ତି ଯେ ଇରାନର 2ଟି ବୃହତ ଇସ୍ପାତ କାରଖାନା ଏବଂ ସମ୍ବେଦନଶୀଳ ପରମାଣୁ ପ୍ରତିଷ୍ଠାନ ସମେତ ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ ପରେ ତେହେରାନ ଇସ୍ରାଏଲ ଉପରେ କଠୋର ପଦକ୍ଷେପ ଗ୍ରହଣ କରିବ। ସେ କହିଛନ୍ତି, ଇସ୍ରାଏଲ ଇସ୍ପାତ କାରଖାନା, ଏକ ପାୱାର ପ୍ଲାଣ୍ଟ ଏବଂ ବେସାମରିକ ପରମାଣୁ ସ୍ଥାନ ଭଳି
ପ୍ରମୁଖ ଶିଳ୍ପ ସମ୍ପତ୍ତି ଉପରେ ଆକ୍ରମଣ କରିଛି। ଏହା ଆମେରିକା ସହିତ ସମନ୍ୱୟରେ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଆସନ୍ତା 10 ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବା ବିଷୟ ଘୋଷଣା କରିବାର ଗୋଟିଏ ଦିନ ପରେ ଇସ୍ରାଏଲ ଏହି ଆକ୍ରମଣ କରିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଚାଲିଛି ଏବଂ ଇରାନ ଅନେକ ତୈଳ ଟ୍ୟାଙ୍କରକୁ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଅନୁମତି ଦେଇଛି। ଇସ୍ରାଏଲି ସେନା 2ଟି ଇରାନ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କରିଛି। କେନ୍ଦ୍ରୀୟ ଇରାନର ଆରକ ନିକଟରେ ଥିବା ଖୋଣ୍ଡାବ ଭାରୀ ଜଳ ପ୍ରକଳ୍ପ ଉପରେ ଆକ୍ରମଣ ହୋଇଥିବା କୁହାଯାଇଛି। ଏହି ଆକ୍ରମଣରେ ମୃତାହତ କିମ୍ବା ବିକିରଣ ସମ୍ପର୍କିତ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଅନ୍ୟପକ୍ଷରେ କେତେକ ଗଣମାଧ୍ୟମର ସୂଚନା ଅନୁଯାୟୀ ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ଗତକାଲି ସାଉଦି ଆରବର ଏକ ବିମାନ ବନ୍ଦରରେ 10ରୁ ଅଧିକ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଁ ନିଖିଲ କହୁଛି। ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୁଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମରେଡ୍ ଭାବେ ସୁକ୍ରୁ ଶିଲକୁ ମୋର ପରାମର୍ଶ, ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମରେଡ୍ ସୁକ୍ରୁକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839, ଆଉଥରେ କହି ରଖୁଛି 9437643839ରେ କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ୍ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବଜୋନାଲ ବ୍ୟୁରୋ ସଚିବ। ଇରାନ ହର୍ମୁଜ ପ୍ରଣାଳୀ ମାଧ୍ୟମରେ ମାନବିକ ସହାୟତାକୁ ସହଜ ଏବଂ ତ୍ୱରାନ୍ୱିତ କରିବାକୁ ରାଜି ହୋଇଛି। ଜାତିସଂଘରେ ଇରାନୀ ରାଷ୍ଟ୍ରଦୂତ ଅଲି ବାହେରେଡି କହିଛନ୍ତି ତେହରାନ ଏହାର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ସତ୍ତ୍ୱେ ମାନବିକ ସହାୟତା ଏବଂ କୃଷି ଉତ୍ପାଦ ଯୋଗାଣକୁ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବା ନେଇ ଜାତିସଂଘର ଅନୁରୋଧକୁ ଗ୍ରହଣ କରିଛି। ଏକ ମାସର ଯୁଦ୍ଧ ପରେ ଇରାନର ଏଭଳି ନିଷ୍ପତ୍ତି ସହାୟକ ହେବ ବୋଲି କୁହାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବାହାରେନି କହିଛନ୍ତି ଏହି ପଦକ୍ଷେପ ମାନବିକ ପ୍ରୟାସକୁ ସମର୍ଥନ କରିବା ଏବଂ ବିଳମ୍ବ ନ କରି ଆବଶ୍ୟକୀୟ ସହାୟତା ଲୋକଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ଇରାନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବରିଷ୍ଠ ବିଜେପି ନେତା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଜାଲ୍ ଦସ୍ତାବିଜ ଆଧାରରେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ଅନୁପ୍ରବେଶକାରୀଙ୍କ ନାମ ବାଦ୍ ଦେବା। ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏହି ପ୍ରକ୍ରିୟା ଭୋଟର ତାଲିକାର ଅଖଣ୍ଡତା ଏବଂ ସଠିକତା ସୁନିଶ୍ଚିତ କରିବ। ସେ କହିଛନ୍ତି ସାର୍ ପ୍ରକ୍ରିୟା ତାମିଲନାଡୁ ଏବଂ କେରଳମ୍ ସମେତ ଅନ୍ୟ କେତେକ ରାଜ୍ୟରେ ସହଜରେ କାର୍ଯ୍ୟକାରୀ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଅନେକଗୁଡ଼ିଏ ଅଭିଯୋଗ ଆସିଛି। ଆସାମ ସମ୍ପର୍କରେ ଶ୍ରୀ ଶାହା କହିଛନ୍ତି ସରକାର ଗତ କିଛି ବର୍ଷ ମଧ୍ୟରେ ସେଠାରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି 13ଟି ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହାଫଳରେ ପ୍ରାୟ 11,000 ବ୍ୟକ୍ତି ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 132ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ବେଙ୍ଗାଲୁରୁରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ IPL କ୍ରିକେଟର 19ତମ ସଂସ୍କରଣ ଆଜି ସନ୍ଧ୍ୟାରେ ଆରମ୍ଭ ହେବ। ଉଦ୍ଘାଟନୀ ମ୍ୟାଚ୍ରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:30ରେ ଆରମ୍ଭ ହେବ। 2 ମାସ ଧରି ଚାଲିବାକୁ ଥିବା IPL ମଇ ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ଦେଶରେ ଅର୍ଥନୈତିକ, ବାଣିଜ୍ୟିକ ଓ ଶକ୍ତି ସ୍ଥିରତା ବଜାୟ ରଖି ନାଗରିକଙ୍କ ସ୍ୱାର୍ଥର ସୁରକ୍ଷା କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଆଜି ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିବେ ଶ୍ରୀ ମୋଦି। ଇରାନର ପ୍ରମୁଖ ଇସ୍ପାତ, ଶକ୍ତି ଓ ପରମାଣୁ ପ୍ରତିଷ୍ଠାନ ଉପରେ ପୁଣି ଇସ୍ରାଏଲ ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି।
ହର୍ମୁଜ ପ୍ରଣାଳୀ ଦେଇ ମାନବିକ ସହାୟତାକୁ ସହଜ ଏବଂ ତ୍ୱରାନ୍ୱିତ କରିବାକୁ ଇରାନର ସହମତି ଏବଂ ବେଙ୍ଗାଲୁରୁରେ ଆଜିଠାରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ କ୍ରିକେଟର 19ତମ ସଂସ୍କରଣ। ସମ୍ବାଦ ଶେଷ ହେଲା।